ତାଙ୍କର ସେଇଟା ସେତିକି ହକ୍ ହଉଛି କି ତାଙ୍କ ଜିନିଷଟାକୁ ନବୀନ ବାବୁ ନିଜେ ଶୁଣିବେ। ନବୀନ ବାବୁ ଡାକିକି ତାଙ୍କ ଦୁଃଖଟା ଶୁଣିଦେଲେ ବହୁତ କିଛି ଜିନିଷ ଦୂରେଇ ଯିବ। ଖାଲି ସେ ଶୁଣିଦେଲେ ହେଇଯିବ। ଦେବାଶିଷ ସାମନ୍ତରାୟ ଅଛନ୍ତି ଆମ ସହିତ, ବରିଷ୍ଠ ନେତା। ଦେବାଶିଷ ବାବୁ ଆପଣଙ୍କୁ ସ୍ୱାଗତ କରିବେ ଓଡ଼ିଶା ଭାସ୍କର କୁ। ଗୋଟେ ପ୍ରସଙ୍ଗ ବର୍ତ୍ତମାନ ଆସିଛି ନିଶ୍ଚିତ ଭାବେ ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ ଦଳର ଏଭଳି ଗୋଟେ କନ୍ଦଳ ସୃଷ୍ଟି ହଉଛି ଯାହା ପଦାକୁ ଆସିଛି। କଂଗ୍ରେସ ମଧ୍ୟ ଜଣଙ୍କ ସପକ୍ଷରେ କହିବାଟା ଭୁଲ ହବ। ଆମେ ଏକାଠି ବିଜୁ ଜନତା ଦଳରେ କାମ କରିକି ଆସିଛୁ। ସିଏ ଜଣେ ମହିଳା ନେତ୍ରୀ ହିସାବରେ ବହୁତ ପ୍ରତିଷ୍ଠିତ ନେତ୍ରୀ ଆମ ଦଳର। ଏଥିରେ ସପକ୍ଷର କିଛି ନାହିଁ। ସେ ଭଉଣୀ ହବ, ମତେ ଭାଇ ଭାଇ ଡାକିବେ। ଏବଂ ତାର କଷ୍ଟଟା କଣ କି ବୁଝିଲେନି। ସେ କାହିଁକି ଏଇ ପଦକ୍ଷେପ ନେଲେ ତାକୁ ବୁଝିବାର ଦରକାର। କାହିଁକି ଯେତେବେଳେ ସେ ଡେଡିକେଟେଡଲି ଦଳ ପାଇଁ କାମ କରୁଥିଲା, ତାକୁ ଯାହା କହିଲେ ସେ ଶୁଣୁଥିଲା। ତାକୁ କହିଥିଲେ ତମେ ସାଂସଦ ହିସାବରେ ଛିଡା ହବ ଭୁବନେଶ୍ୱରରୁ, ଏବଂ ସବୁ ଏମଏଲଏ ପ୍ରାର୍ଥୀଙ୍କୁ କୁହାଯାଇଥିଲା ଶ୍ରୀମୟୀ ଛିଡା ହେବେ, ତାକୁ ନେଇକି ବୁଲ। ପରବର୍ତ୍ତୀ ସମୟରେ ଯଦି ଟିକେଟ ଦେଲେନି ଠିକ ଅଛି। ଦେବାଶିଷ ବାବୁ, ପ୍ରମିଳା ମଲ୍ଲିକ ତ କହୁଛନ୍ତି 147 ଟିକେଟରୁ ଅଧିକ ଟିକେଟ ନାହିଁ, ତେଣୁ ଦଳ ଯାହା ନିଷ୍ପତ୍ତି କରିଛି ସେଇ ହିସାବରେ ଶ୍ରୀମୟୀଙ୍କୁ ଟିକେଟ ମିଳିନାହିଁ। ମୋର ଗୋଟେ ସାନ ଭଉଣୀ, ମୁଁ ତା ବିଷୟରେ କୌଣସି କଥା କହିନି। ହଉ, ଦଳରେ କିଛି ଅସନ୍ତୋଷ ରହିଛି ଯୋଉଟା କଂଗ୍ରେସ ମଧ୍ୟ କହିଲାଣି। ସେଇଟା ତ ସ୍ପଷ୍ଟ ରହିଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଅରୁଣ ସାହୁ କହିଛି, ଭାସ୍କର ରାଓ କହିଲେ, ଆଉ ଗୋଟେ ଗୋଷ୍ଠୀ ଅଛନ୍ତି ସମସ୍ତେ କହୁଛନ୍ତି। ମାନେ ତାକୁ ଆଡ୍ରେସ କରିବାର ଦରକାର ଅଛି। ଏଇ ଗଣତାନ୍ତ୍ରିକ ଦଳ ଗୋଟାଏ ଦିନ ଯଦି ନବୀନ ବାବୁ ଡାକିବେ, ସମସ୍ତଙ୍କୁ ଏକାଠି ବସେଇବେ, ସେଟା ସମାଧାନ ହେଇଯିବ। ଯୋଉମାନେ ପୁରୁଣା ସଂଗଠନ ଦାୟିତ୍ୱରେ ଥିଲେ, ଯୋଉମାନେ ବିଜେଡିର ବିଜୁବାବୁଙ୍କ ସମୟରେ ଥିଲେ, ଦଳ ତିଆରି କରିଥିଲେ, ଆପଣ ଯୋଉ କଥା କହିଛନ୍ତି ମଧ୍ୟ ଭାସ୍କର ରାୟଙ୍କ କଥା କହିଛନ୍ତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ମଧ୍ୟ ଦଳ ସସ୍ପେଣ୍ଡ କଲା। ଏ ଗୋଟେ କୋଉଠି ନା କୋଉଠି ବିବାଦ ବଢୁଛି, ଆକୁ ଆପଣ କେମିତି ଦେଖୁଛନ୍ତି? ମୁଁ ସେୟା କହୁଛି ବା, ଏଇ ଦଳରେ ସେମାନେ ସବୁ ଦଳ ପ୍ରେମୀ। ବିଜୁ ଆଦର୍ଶରେ ନବୀନ ବାବୁଙ୍କୁ ଅତ୍ୟନ୍ତ ଭଲ ପାଆନ୍ତି, ସମ୍ମାନ ଦିଅନ୍ତି ଏବଂ ତାଙ୍କ ସହଯୋଗୀ ହିସାବରେ ଅନେକ ବର୍ଷ ମନ୍ତ୍ରୀ ଏମଏଲଏ ହିସାବରେ କାର୍ଯ୍ୟକ୍ରମ କରିକି ଆସିଛନ୍ତି। ତାଙ୍କର ସେଇଟା ସେତିକି ହକ୍ ହଉଛି କି ତାଙ୍କ ଜିନିଷଟାକୁ ନବୀନ ବାବୁ ନିଜେ ଶୁଣିବେ। ନବୀନ ବାବୁ ଡାକିକି ତାଙ୍କ ଦୁଃଖଟା ଶୁଣିଦେଲେ ବହୁତ କିଛି ଜିନିଷ ଦୂରେଇ ଯିବ। ଖାଲି ସେ ଶୁଣିଦେଲେ ହେଇଯିବ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍ପେଣ୍ଡ କରିବା ଠିକ ନୁହଁ, ଏକଥା ମଧ୍ୟ ଆପଣ କହୁଛନ୍ତି। ଇଏ ନିଶ୍ଚିତ ଭାବେ କାହିଁକି ଏ ପ୍ରକାର ଡିସିଜନ ଦଳ କାହିଁକି ନଉଛି? କେନ୍ଦୁ ଲିଫ୍ଟ ୱାର୍କରଙ୍କ ଆନ୍ଦୋଳନରେ ବଢିଛନ୍ତି। ନିଶ୍ଚିତ ଭାବେ ତାଙ୍କର କଣ୍ଟ୍ରିବ୍ୟୁସନ ବହୁତ ଅଛି। ଜଣେ HMS ରେ ଗୋଟେ ଲେବର ଲିଡର। ତାହେଲେ ଶ୍ରୀଯୁକ୍ତ ସାମନ୍ତରାୟ ବିଶୃଙ୍ଖଳା ଆଚରଣ ହଉଛି କୋଉଠି? ଦଳ କହୁଛି ଯେ ପ୍ରମିଳା ମଲ୍ଲିକ କହୁଛନ୍ତି, ଯୋଉ ବି ହଉ ଏଇ ସିନିୟର ମାନେ ଯଦି କିଛି କହିଲେ ଶୁଣିବାର ଦଳର ଆବଶ୍ୟକ ରହିଛି। କାହିଁକି କହିଲେ, କାହିଁକି କଣ ଅସୁବିଧାଟା ହେଇଛି, ସେଇଟାକୁ ଆଡ୍ରେସ କରିଦେଲେ ସମାଧାନ ହେଇଯିବ ସବୁ କିଛି। ଆପଣ ଭାବୁଛନ୍ତି ସମାଧାନ ହବ? ଧୀରେ ଧୀରେ ଆପଣ ମଧ୍ୟ ମୁହଁ ଖୋଲିଲେଣି, ଅରୁଣ ସାହୁ ମଧ୍ୟ ମୁହଁ ଖୋଲୁଛନ୍ତି, ସମାଧାନ ହବ।